ଦଲଭୁମ ଯୋଉଟା କି ଆରମ୍ଭ ହେଇଥିଲା କେତେ ମସିହାରୁ ଆପଣ ମାନଙ୍କର ନା ଆରମ୍ଭ ହେଇଥିଲା ଆପଣ ମାନଙ୍କର କେତେ ମସିହାରୁ ନା 766 ରୁ 774 ପର୍ଯ୍ୟନ୍ତ ଏଟା ଆରମ୍ଭ ହେଇଥିଲା ରିଭୋଲ୍ଟ ଇନ ଦ ମିଦନାପୁର ଆଣ୍ଡ ଦ ଦଲଭୁମ। ଓକେ, ସେ କହୁଛି କି ସନ୍ୟାସୀ ରିଭଲ୍ୟୁସନ ପରେ ପରେ ଆଉ ଗୋଟେ ରିଭଲ୍ୟୁସନ ଥିଲା ବା ରିଭଲ୍ଟ ଥିଲା ବା ଯୋଉଟା ଆମେ ଜନ ଆନ୍ଦୋଳନ ଥିଲା। when the ଇଂରେଜ captured ମିଦନାପୁର in 1670 ଯେତେବେଳେ 1760 ବେଳକୁ କଣ ହେଲା ନା ଯେତେବେଳେ କଣ ହଉଛି ନା ଯେତେବେଳେ ଇଂରେଜ ମାନେ ମେଦିନାପୁର ଦଖଲ କଲେ 30,000 ଜମିଦାର୍ସ বা 3,000 ଜମିଦାର୍ସ and the ତାଲୁକଦାର୍ସ presented a cordial relation with their rights। ତା ମାନେ ସେ କହୁଛି କି 3,000 ଜମିଦାର ଏବଂ ତାଲୁକଦାର ସେମାନେ ରୟତ ମିନ୍ସ କହିଲେ କୃଷକ ମାନଙ୍କ ସହିତ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିଥିଲେ। The introduction of a new land revenue system by the by the English in the 772 changed this harmonious relation। ତା ମାନେ 1772 ମସିହାରେ ଇଂରେଜ ମାନଙ୍କ ଦ୍ଵାରା ଏକ ନୂତନ ଜମି ଯୋଉଟା ଆମର ହଉଛି ଭୂ ରାଜସ୍ୱ ବ୍ୟବସ୍ଥା ପ୍ରଚଳନ ସୁସଙ୍ଗତ ସମ୍ପର୍କକୁ ପରିବର୍ତ୍ତନ କରିଥିଲେ। ତାମାନେ 772 ରେ କଣ ହଉଛି ନା ଗୋଟେ ଆମର ରେଭିନ୍ୟୁ ସିଷ୍ଟମ ଗୋଟେ ଇଣ୍ଟ୍ରୋଡ୍ୟୁସ କରାଗଲା ଲ୍ୟାଣ୍ଡ ଯୋଉଟା ଆପଣ ମାନଙ୍କର ହଉଛି ନା ଭୂ ରାଜସ୍ୱ ବ୍ୟବସ୍ଥା। ଓକେ, the ଜମିଦାର and the Medinapurs usually sided with the rights in the case of the conflict between the rights and the English revenue collecting official। ତାମାନେ ରୟତ ଏବଂ ଇଂରେଜ ମାନେ ରୟତ ମିନ୍ସ କହିଲେ ପ୍ରେଜେଣ୍ଟ ରାଜସ୍ଥାନ ହେଲା ଆପଣ ପାର୍ଟ ଅଫ ଦ ପଞ୍ଜାବ ହେଲା ବା ନର୍ଥ ୱେଷ୍ଟର୍ନ ଫ୍ରଣ୍ଟିୟର ର ଏଟା କଣ ହଉଛି ନା ରୟତ କାହାକୁ କୁହାଯାଏ ନା ନର୍ଥ ୱେଷ୍ଟ ଫ୍ରଣ୍ଟିୟର। ଯଦି ଆମେ ଦେଖିବା ଯଦି ଆମେ ଇଣ୍ଡିଆର ମ୍ୟାପ ଦେଖିବା ଆପଣ ମାନେ ଯଦି ଦେଖିବା ଇଣ୍ଡିଆର ମ୍ୟାପ ଏଇଟା ଯୋଉ ଆପଣ ମାନଙ୍କର ଯୋଉ ରହିଲା ଏଇଟା ହଉଛି କଣ ହଉଛି ନା ନର୍ଥ ୱେଷ୍ଟ ଫ୍ରଣ୍ଟିୟର ଯୋଉ ରହିଲା ଆପଣ ମାନଙ୍କର ରାଜସ୍ଥାନ ରହିଲା ପାର୍ଟ ଅଫ ପଞ୍ଜାବ ରହିଲା ଏଇ ଯୋଉ ଜାମ୍ମୁ କାଶ୍ମୀର କିଛି ଜିନିଷ ରହିଲା ଏଇ ଯୋଉ ଜିନିଷକୁ ଆମେ କଣ ବୋଲି କହିପାରିବା ଏଇ ଲୋକମାନଙ୍କୁ ଆମେ କଣ ବୋଲି କହିପାରିବା ନା ରୟତ ବୋଲି ଆମେ କହିପାରିବା। ସେ କହୁଛି କି ରୟତ ଏବଂ ଇଂରେଜ ଶାସନ ସଂଗ୍ରହକାରୀ ଅଧିକାରୀ ମାନଙ୍କ ମଧ୍ୟରେ ବିବାଦ ହେଲେ ମିଦନାପୁରର ଜମିଦାର ମାନେ ସାଧାରଣତଃ ରୟତଙ୍କ ପକ୍ଷ ନେଉଥିଲେ। ଓକେ, ତାମାନେ ମିଦନାପୁରର ଯୋଉମାନେ ଜମିଦାର ମାନେ ଥିଲେ ସେମାନେ ବ୍ରିଟିଶ ମାନଙ୍କୁ ସପୋର୍ଟ ନକରି କାହାକୁ ପକ୍ଷ ନେଉଥିଲେ କାହାକୁ ସପୋର୍ଟ କରୁଥିଲେ ନା ରୟତ ମାନଙ୍କ ପକ୍ଷ ନେଉଥିଲେ କାହିଁକି ନା ସେଥିରେ ମଧ୍ୟ ସେମାନଙ୍କର ସ୍ୱାର୍ଥ ଥିଲା। ଓକେ, ତ ଜମିଦାର ଶବ୍ଦ ଦଲଭୁମ ଆଉ ଗୋଟେ ହଉଛି ମନଭୁମ ରାୟପୁର ଆଉ ଗୋଟେ ହଉଛି ପେନସେଟ ତାପରେ ହଉଛି ଯଜାତି ଭୂଇଁ ଏଇ ଯୋଉ ଝାଟି ବନି ତାପରେ ହେଲା Karnaghar and the Bagri, who lived in the jungles of the west and the northwest Midnapur, were eventually dispossessed other jamidars by the 1800 century। ତା ମାନେ ସେ କହୁଛି କି ପଶ୍ଚିମ ଏବଂ ଉତ୍ତର ମେଦିନାପୁରରେ ଜଙ୍ଗଲରେ ରହୁଥିବା ଦଳଭୂମ ମାନଭୂମ ଏସବୁ ଗୋଟେ ଗୋଟେ ଟ୍ରାଇବ ଜନଜାତି ରାୟପୁର ପଞ୍ଚାୟତ ଝାଟିବନି ଏ ଯୋଉ କର୍ଣ୍ଣାଗଡ ଏବଂ ବାରିଗଡର ଜମିଦାର ମାନଙ୍କୁ ଶେଷରେ 1800 ଦଶକ ସୁଦ୍ଧା ସେମାନଙ୍କର ଜମିଦାରରୁ ବିତାଡିତ କରାଯାଇଥାଏ। ତାମାନେ ଜମିଦାର ମାନଙ୍କୁ ମଧ୍ୟ ତାଙ୍କ ଜମିରୁ ବେଦଖଲ କରାଯାଏ। ତାମାନେ ବ୍ରିଟିଶ ଆପଣ ମାନେ ଭାବନ୍ତୁ ବ୍ରିଟିଶର ମାନଙ୍କର ଦବଦବା କେତେ ମାତ୍ରାରେ ବଢି ଯାଇଥିଲା ବା ସେମାନେ ଯେତେବେଳେ ସେମାନେ ଆସିଥିଲେ ଦେ ଆର ଦ କଣ ନା ଟ୍ରେଡିଂ କମ୍ପାନୀ ଭାବରେ ଆସିଥିଲେ ଦେ କଣ ନା କଣ ନା ଦେ ୱାଣ୍ଟେଡ ପରମିଶନ ବା ସେମାନେ ପରମିଶନ ଚାହୁଁଥିଲେ ବା ସେମାନେ ମାଗୁଥିଲେ କି ଆମକୁ ପରମିଶନ ଦିଅ କିନ୍ତୁ 100 ବର୍ଷ ପରେ ପରେ ସେମାନେ କଣ ହେଲା ନା ସେମାନେ ପରମିଶନ ଦଉଛନ୍ତି ସେମାନେ ଦେ ବିକେମ ଦ କିଙ୍ଗ ମେକର ବା ଲ ମେକର ବୋଲି ଆମେ କହିପାରିବା। ଓକେ, କୋଉମାନେ ବ୍ରିଟିଶର ମାନେ important leaders of the uprising were ଦାମୋଦର ସିଂ and the ଜଗନ୍ନାଥ ଦଳ। ତାମାନେ ଏଇ ଯୋଉ ମେଦିନାପୁର ଯୋଉ ରିଭୋଲ୍ଟ ହେଇଥିଲା ତାର ନେତା କିଏ ଥିଲେ ନେତା ଥିଲେ କିଏ ନା ଦାମୋଦର ସିଂ ଥିଲେ ଆଉ ଗୋଟେ କିଏ ଥିଲେ ନା ଜଗନ୍ନାଥ ଦଳ। ଏକ୍ସାମ ରେ କ୍ୱେଶ୍ଚିନ ପଚାରିବ କେତେ ମସିହାରେ ମେଦିନାପୁରକୁ ଅକୁପାଏ କରାଗଲା ଏବଂ ତାର ଲିଡର କିଏ ଥିଲେ। ଓକେ, ତେଣୁ ଏଇ ସବୁ ଜିନିଷକୁ ଟିକେ ଆଖିରେ ଟିକେ ରଖିଥିବେ ଦାମୋଦର ସିଂ ଆଉ ଗୋଟେ ହଉଛି ଜଗନ୍ନାଥ ଧଳ ଏଇ ରିଭୋଲ୍ଟ ର ଲିଡ୍ ନେଇଥିଲେ। ଓକେ, ତାପରେ ଥିଲା